ଏହି ଭିଡ଼ିଓରେ ଆମେ ଗୁପ୍ତ ଯୁଗର କଳା ଓ ସ୍ଥାପତ୍ୟ ବିଷୟରେ ଜାଣିବା। ପିଲାମାନେ ତୁମର +2 ବୋର୍ଡ଼ ପରୀକ୍ଷାରେ ଏହି ଗୁପ୍ତ ଯୁଗର କଳା ଓ ସ୍ଥାପତ୍ୟକୁ ନେଇକି 3 ମାର୍କର ପ୍ରଶ୍ନ ଆସିଥାଏ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ ଆଉ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆମେ ଆଜି ଆରମ୍ଭ କରିବା ଗୁପ୍ତ ଯୁଗର କଳା ଓ ସ୍ଥାପତ୍ୟ। ଗୁପ୍ତ ଯୁଗର କଳା ଓ ସ୍ଥାପତ୍ୟ। ଗୁପ୍ତ ଯୁଗରେ କଳା ଓ ସ୍ଥାପତ୍ୟର ଉନ୍ନତି ହୋଇଥିଲା। ଏହି ଗୁପ୍ତ ଯୁଗରେ ଯେଉଁ ଶିଳ୍ପୀମାନେ ଥିଲେ ସେହି ଶିଳ୍ପୀମାନେ ଏହି ଗୁପ୍ତ ଯୁଗର କଳା ସ୍ଥାପତ୍ୟ ତଥା ଭାସ୍କର୍ଯ୍ୟରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ତେଣୁକରି ଗୁପ୍ତ ଯୁଗରେ କଳା ଓ ସ୍ଥାପତ୍ୟ ତା ସହିତ ଭାସ୍କର୍ଯ୍ୟର ଉନ୍ନତି ହୋଇଥିଲା। ଗୁପ୍ତ ଯୁଗର ସ୍ଥାପତ୍ୟ। ଭାରତୀୟ ମନ୍ଦିର ନିର୍ମାଣ ଶୈଳୀ ଆରମ୍ଭ ହୋଇଥିଲା ଏହି ଗୁପ୍ତ ଯୁଗରେ ଏବଂ ଏହି ମନ୍ଦିର ଗୁଡ଼ିକ ନିର୍ମାଣ କରାଯାଇଥିଲା ଦେବାଦେବୀଙ୍କୁ ପୂଜା କରିବା ପାଇଁ। ପ୍ରଥମ ଥର ଏହି ଗୁପ୍ତ ଯୁଗରେ ପ୍ରଥମ କରିକି ମନ୍ଦିର ଗୁଡ଼ିକ ଇଟା ଓ ପଥରରେ ତିଆରି ହେଲା। ତା ପୂର୍ବରୁ ବା ଗୁପ୍ତ ଯୁଗ ପୂର୍ବରୁ ଯେଉଁ ମନ୍ଦିର ଗୁଡ଼ିକ ଥିଲା ସେହି ମନ୍ଦିର ଗୁଡ଼ିକ କାଠରେ ନିର୍ମାଣ ହୋଇଥିଲା। କିନ୍ତୁ ପ୍ରଥମ କରି ଗୁପ୍ତମାନେ ମନ୍ଦିର ଗୁଡ଼ିକୁ ଇଟା ଓ ପଥରରେ ତିଆରି କରିଥିଲେ ଏବଂ ଏହି ମନ୍ଦିର ଗୁଡ଼ିକ 3ଟି ପର୍ଯ୍ୟାୟରେ ନିର୍ମାଣ ହୋଇଥିଲା। ଗୁପ୍ତ ଯୁଗର ମନ୍ଦିର ନିର୍ମାଣର ପ୍ରଥମ ପର୍ଯ୍ୟାୟ। ଏହି ପ୍ରଥମ ପର୍ଯ୍ୟାୟର ସମୟ ସୀମା ହେଉଛି 391 ଖ୍ରୀଷ୍ଟାବ୍ଦରୁ 501 ଖ୍ରୀଷ୍ଟାବ୍ଦ ଏବଂ ଏହି ସମୟରେ ମନ୍ଦିର ଗୁଡ଼ିକରେ ଗର୍ଭଗୃହ ଆବୃତ ପ୍ରଦକ୍ଷିଣ ପଥ ଥିଲା, ତା ସହିତ ସମତଳ ଛାତ ଥିଲା। ମନ୍ଦିର ଗୁଡ଼ିକର ଉଦାହରଣ ହେଉଛି ଦିଗ୍ବା ସ୍ଥିତ ଶିବ ମନ୍ଦିର ଓ ବିଷ୍ଣୁ ମନ୍ଦିର, ସାଞ୍ଚିର ଶିବ ମନ୍ଦିର, ଏରଣର ନୃସିଂହ ମନ୍ଦିର, ବରାହ ମନ୍ଦିର ଏବଂ ବିଷ୍ଣୁ ମନ୍ଦିର। ପିଲାମାନେ ଏହି ମନ୍ଦିର ଗୁଡ଼ିକୁ ନେଇକି ପରୀକ୍ଷାରେ ପ୍ରଶ୍ନ ଆସିଯାଏ। କେମିତି ପ୍ରଶ୍ନ ପଡ଼େ ପିଲାମାନେ ଦେଖ, ଦିଗ୍ବାଠାରେ କେଉଁ ମନ୍ଦିର ଅବସ୍ଥିତ? ଦିଗ୍ବାଠାରେ ଶିବ ମନ୍ଦିର ଓ ବିଷ୍ଣୁ ମନ୍ଦିର ଅବସ୍ଥିତ। ସାଞ୍ଚିଠାରେ କେଉଁ ମନ୍ଦିର ଅବସ୍ଥିତ? ସାଞ୍ଚିଠାରେ ଶିବ ମନ୍ଦିର ଅବସ୍ଥିତ। ଆହୁରି ପୁଣି ପ୍ରଶ୍ନ ଆସେ, ଏରଣରେ କେଉଁ ମନ୍ଦିର ଅବସ୍ଥିତ? ଏରଣଠାରେ ନୃସିଂହ ମନ୍ଦିର, ବରାହ ମନ୍ଦିର ଓ ବିଷ୍ଣୁ ମନ୍ଦିର ଅବସ୍ଥିତ। ଗୁପ୍ତ ଯୁଗର ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ। ଏହି ଦ୍ୱିତୀୟ ପର୍ଯ୍ୟାୟର ସମୟସୀମା ହେଉଛି 502 ଖ୍ରୀଷ୍ଟାବ୍ଦରୁ 605 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏବଂ ଏହି ଦ୍ୱିତୀୟ ପର୍ଯ୍ୟାୟରେ ମନ୍ଦିର ଗୁଡ଼ିକରେ ଗର୍ଭଗୃହ ସହ ପ୍ରଶସ୍ତ ପ୍ରଦକ୍ଷିଣ ପଥ ଥିଲା, ତା ସହିତ ମନ୍ଦିର ଗୁଡ଼ିକର ଶିଖର ମଧ୍ୟ ଥିଲା। ଏହି ଦ୍ୱିତୀୟ ପର୍ଯ୍ୟାୟର ମନ୍ଦିର ଗୁଡ଼ିକର ଉଦାହରଣ ହେଉଛି ନାଚନା କୁଠାରର ପାର୍ବତୀ ମନ୍ଦିର, ତା ସହିତ ଲଡ଼ଖାଁ ଗ୍ରାମର ଶିବ ମନ୍ଦିର। ଦ୍ୱିତୀୟ ପର୍ଯ୍ୟାୟର ଯେଉଁ ଏହି ଦୁଇଟି ମନ୍ଦିର ଦିଆହେଇଛି ପିଲାମାନେ, ଏ ଦୁଇଟି ମନ୍ଦିରର ନାମ ତା ସହିତ କେଉଁ ସ୍ଥାନରେ ଅଛି ତାକୁ ମନେ ରଖିଦେବ। ଏହି ଦୁଇଟି ମନ୍ଦିରର ନାମ ବା ସ୍ଥାନ ପରୀକ୍ଷାରେ ପ୍ରଶ୍ନ ଆସିଥାଏ। ଗୁପ୍ତ ଯୁଗର ମନ୍ଦିର ନିର୍ମାଣର ତୃତୀୟ ପର୍ଯ୍ୟାୟ ଆଉ ଏହି ତୃତୀୟ ପର୍ଯ୍ୟାୟର ସମୟ ସୀମା ହେଉଛି 606 ଖ୍ରୀଷ୍ଟାବ୍ଦରୁ 700 ଖ୍ରୀଷ୍ଟାବ୍ଦ ଏବଂ ଏହି ତୃତୀୟ ପର୍ଯ୍ୟାୟରେ ମନ୍ଦିର ନିର୍ମାଣ ଶୈଳୀରେ ପୂର୍ଣ୍ଣତା ଆସିଯାଇଥିଲା ବା ପୂର୍ଣ୍ଣତା ଦେଖାଦେଲା ଏବଂ ଏହି ତୃତୀୟ ପର୍ଯ୍ୟାୟର ମନ୍ଦିର ଗୁଡ଼ିକରେ ଶିଖର, ଗର୍ଭଗୃହର ଉଭୟ ପାର୍ଶ୍ୱରେ ବହିର୍ପ୍ରସୂତି, ତା ସହିତ ପିଲାମାନେ ମନ୍ଦିରରେ ବହୁବିଧ କାର୍ଯ୍ୟ କରାଯାଇଥିଲା ଏବଂ ଏହି ତୃତୀୟ ପର୍ଯ୍ୟାୟର ଉଦାହରଣ ଗୁଡ଼ିକ ହେଉଛି ଦେଓଗଡ଼ ସ୍ଥିତ ଦଶାବତାର ମନ୍ଦିର ଏବଂ ଅହିଛତ୍ରର ଶିବ ମନ୍ଦିର।
ଗୁପ୍ତ ଯୁଗର ସ୍ତମ୍ଭ ସ୍ଥାପତ୍ୟ। ଗୁପ୍ତ ଯୁଗରେ ସ୍ତମ୍ଭ ସ୍ଥାପତ୍ୟର ଉନ୍ନତି ହୋଇଥିଲା। ଏହି ସ୍ତମ୍ଭ ସ୍ଥାପତ୍ୟ ଗୁପ୍ତ ଯୁଗରେ ତିନି ପ୍ରକାରର ଥିଲା। ପ୍ରଥମଟି ହେଲା ପ୍ରଶସ୍ତି, ଦ୍ୱିତୀୟଟି ହେଲା ଗରୁଡ଼ ସ୍ତମ୍ଭ ଏବଂ ତୃତୀୟଟି ହେଲା ସ୍ମାରକ। ପ୍ରଶସ୍ତି ସ୍ତମ୍ଭ। ପ୍ରଶସ୍ତି କହିଲେ ପିଲାମାନେ ଏହି ପ୍ରଶସ୍ତି ସ୍ତମ୍ଭ ଗୁଡ଼ିକ ରାଜାମାନଙ୍କର ବା ରାଜାଙ୍କର ଗୁଣଗାନ କରିଥାଏ। ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ସ୍ତମ୍ଭ ହେଉଛି ଏକ ପ୍ରଶସ୍ତି। ସେମିତି ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ମେହେରୌଲି ଲୌହସ୍ତମ୍ଭ ହେଉଛି ଏକ ପ୍ରଶସ୍ତି ସ୍ତମ୍ଭ। ସେମିତି ସ୍କନ୍ଦଗୁପ୍ତଙ୍କ ଭିତରି ସ୍ତମ୍ଭାଭିଲେଖ ହେଉଛି ଏକ ପ୍ରଶସ୍ତି ସ୍ତମ୍ଭ। ସେମିତି ଯଶୋଧର୍ମଙ୍କ ମାଣ୍ଡାସୋର ସ୍ତମ୍ଭାଭିଲେଖ ହେଉଛି ଏକ ପ୍ରଶସ୍ତି ସ୍ତମ୍ଭ। ପିଲାମାନେ ଏହି ପ୍ରଶସ୍ତି ସ୍ତମ୍ଭ ଗୁଡ଼ିକର ନାମ ମନେ ରଖିବ। ତା ସହିତ ଏହି ପ୍ରଶସ୍ତି ସ୍ତମ୍ଭ ଗୁଡ଼ିକ କେଉଁ ରାଜାଙ୍କ ବିଷୟରେ ଗୁଣଗାନ କରିଥାଏ ସେହି ରାଜାଙ୍କର ନାମ ବି ମନେ ରଖିବ। ଯେମିତିକି ଏଲାହାବାଦ ପ୍ରଶସ୍ତିରୁ ଆମେ ବା ଏଲାହାବାଦ ସ୍ତମ୍ଭରୁ ଆମେ ସମୁଦ୍ରଗୁପ୍ତଙ୍କ ବିଷୟରେ ଜାଣୁ। ମେହେରୌଲି ଲୌହସ୍ତମ୍ଭରୁ ଆମେ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ବିଷୟରେ ଜାଣୁ। ଭିତରି ସ୍ତମ୍ଭାଭିଲେଖରୁ ଆମେ ସ୍କନ୍ଦଗୁପ୍ତଙ୍କ ବିଷୟରେ ଜାଣୁ ଏବଂ ମାଣ୍ଡାସୋର ସ୍ତମ୍ଭାଭିଲେଖରୁ ଆମେ ଯଶୋଧର୍ମଙ୍କ ବିଷୟରେ ଜାଣୁ। କୌଣସିଟି ବି ପ୍ରଶ୍ନ ତୁମର ପରୀକ୍ଷାରେ ଆସିପାରେ ପିଲାମାନେ। ପରବର୍ତ୍ତୀ ସ୍ତମ୍ଭ ସ୍ଥାପତ୍ୟ ହେଉଛି ଗରୁଡ଼ ସ୍ତମ୍ଭ। ଏରଣର ଗରୁଡ଼ ସ୍ତମ୍ଭ ହେଉଛି ଏକ ଗରୁଡ଼ ସ୍ତମ୍ଭ ସ୍ଥାପତ୍ୟର ଗୁପ୍ତ ଯୁଗର ଏକ ଉଦାହରଣ। ତୃତୀୟ ସ୍ତମ୍ଭ ସ୍ଥାପତ୍ୟ ହେଉଛି ସ୍ମାରକୀ ସ୍ତମ୍ଭ। ସ୍ମାରକୀ ସ୍ତମ୍ଭ କହିଲେ ପିଲାମାନେ ଗୋଟିଏ ରାଜାକୁ ସ୍ମରଣ କରିବା ପାଇଁ ବା ତାଙ୍କୁ ମନେ ରଖିବା ପାଇଁ ଏହି ସ୍ତମ୍ଭଟି ତିଆରି କରାଯାଇଥାଏ। ଯେମିତି କୁମାରଗୁପ୍ତଙ୍କ ବିଲସଡ଼ ସ୍ତମ୍ଭ ଗୋଟିଏ ସ୍ମାରକୀ ସ୍ତମ୍ଭ ଅଟେ। ସେମିତି ସ୍କନ୍ଦଗୁପ୍ତଙ୍କ ଏରଣ ସ୍ତମ୍ଭ ମଧ୍ୟ ଗୋଟିଏ ସ୍ମାରକୀ ସ୍ତମ୍ଭ ଅଟେ। ଏହି ବିଲସଡ଼ ସ୍ମାରକୀ ସ୍ତମ୍ଭ କୁମାରଗୁପ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ତିଆରି କରାଯାଇଛି। ସେମିତି ଏରଣ ସ୍ତମ୍ଭ ସ୍କନ୍ଦଗୁପ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଏହି ଗୁପ୍ତ ଯୁଗରେ ବୌଦ୍ଧ ସ୍ଥାପତ୍ୟର ମଧ୍ୟ ନିଦର୍ଶନ ମିଳେ। ବୌଦ୍ଧ ସ୍ଥାପତ୍ୟ ଗୁଡ଼ିକ ହେଲା ପିଲାମାନେ ସ୍ତୂପ, ଚୈତ୍ୟ, ମନ୍ଦିର, ବିହାର ଇତ୍ୟାଦି ହେଉଛି ଗୋଟିଏ ଗୋଟିଏ ବୌଦ୍ଧ ସ୍ଥାପତ୍ୟ ଏବଂ ଏହି ବୌଦ୍ଧ ସ୍ଥାପତ୍ୟର ନିଦର୍ଶନ ଏହି ଗୁପ୍ତ ଯୁଗରେ ମିଳିଥାଏ। କେଉଁ କେଉଁ ସ୍ଥାନରେ ବୌଦ୍ଧ ସ୍ଥାପତ୍ୟର ନିଦର୍ଶନ ମିଳିଥାଏ ଦେଖ ପିଲାମାନେ। ନାଳନ୍ଦା, ସାରନାଥ, ବୁଦ୍ଧଗୟାର ମହାବୋଧି ମନ୍ଦିର, ଅଜନ୍ତା, ବାଘ, ଏଲୋରା ବୌଦ୍ଧଗୁମ୍ଫା, ସାରନାଥ ବୌଦ୍ଧ ସ୍ତୂପ ଇତ୍ୟାଦି ସ୍ଥାନରେ ବୌଦ୍ଧ ସ୍ଥାପତ୍ୟର ଗୁପ୍ତ ଯୁଗରେ ନିଦର୍ଶନ ମିଳିଥାଏ। ଗୁପ୍ତ ଯୁଗର ଭାସ୍କର୍ଯ୍ୟ। ଏହି ଗୁପ୍ତ ଯୁଗରେ ଅପୂର୍ବ ଭାସ୍କର୍ଯ୍ୟର ସୃଷ୍ଟି ହୋଇଥିଲା। ଏହି ଗୁପ୍ତ ଯୁଗରେ ତିଆରି କରାଯାଇଥିବା ମୂର୍ତ୍ତି ଗୁଡ଼ିକରେ ଶାରୀରିକ ସୌନ୍ଦର୍ଯ୍ୟର ପରିପ୍ରକାଶ କରାଯାଇଥିବା ଯୋଗୁଁ ମୂର୍ତ୍ତି ଗୁଡ଼ିକ ଜୀବନ୍ତ ଲାଗୁଥିଲା। ଏହି ଗୁପ୍ତ ଯୁଗରେ ମୂର୍ତ୍ତି ନିର୍ମାଣରେ ଉପଯୋଗ କରାଯାଇଥିଲା ବା ବିନିଯୋଗ କରାଯାଇଥିଲା ବା ପ୍ରୟୋଗ କରାଯାଇଥିଲା ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତର ଉପାଦାନ ଗୁଡ଼ିକୁ। ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତର କେଉଁ କେଉଁ ଉପାଦାନକୁ ବ୍ୟବହାର କରାଯାଏ ପିଲାମାନେ ଦେଖ ଏଠି ଉଦାହରଣ ଦିଆଯାଇଛି। ଯଥା ମୀନ ନୟନ ଓ ଶୁଆନାକ ଇତ୍ୟାଦିକୁ ମୂର୍ତ୍ତି ନିର୍ମାଣରେ ପ୍ରୟୋଗ କରାଯାଉଥିଲା, ଯଦ୍ୱାରା ମୂର୍ତ୍ତି ଗୁଡ଼ିକ ଜୀବନ୍ତ ଦେଖାଯାଉଥିଲା। ଗୁପ୍ତ ଭାସ୍କର୍ଯ୍ୟର ନିଦର୍ଶନ ଦେଖିବାକୁ ମିଳେ ପିଲାମାନେ ସାରନାଥର ବୁଦ୍ଧ ମୂର୍ତ୍ତିରେ, ମଥୁରାର ଦଣ୍ଡାୟମାନ ବୁଦ୍ଧ ମୂର୍ତ୍ତିରେ, ଉଦୟଗିରିର ବରାହ ମୂର୍ତ୍ତିରେ ଏବଂ ଭୂମାରର ଶିବଙ୍କ ଅବକ୍ଷ ମୂର୍ତ୍ତିରେ। ପିଲାମାନେ ଗୁପ୍ତ ଯୁଗର ସ୍ଥାପତ୍ୟକୁ ନେଇକି ଯଦି ତୁମର ପରୀକ୍ଷାରେ
3 ମାର୍କର ପ୍ରଶ୍ନ ପଡ଼େ ତାହେଲେ ପ୍ରଥମେ ମନ୍ଦିର ସ୍ଥାପତ୍ୟ ବିଷୟରେ ଲେଖିବ, ତାପରେ ସ୍ତମ୍ଭ ସ୍ଥାପତ୍ୟ ବିଷୟରେ ଲେଖିବ, ତାପରେ ବୌଦ୍ଧ ସ୍ଥାପତ୍ୟ ବିଷୟରେ ଲେଖିବ ଏବଂ ଶେଷରେ ଗୁପ୍ତ ଯୁଗର ଭାସ୍କର୍ଯ୍ୟ ବିଷୟରେ ଲେଖିବ। ଏବଂ ବର୍ତ୍ତମାନ ଆମେ ମନ୍ଦିର ସ୍ଥାପତ୍ୟ, ସ୍ତମ୍ଭ ସ୍ଥାପତ୍ୟ, ବୌଦ୍ଧ ସ୍ଥାପତ୍ୟ ତା ସହିତ ଗୁପ୍ତ ଯୁଗର ଭାସ୍କର୍ଯ୍ୟ ବିଷୟରେ ବି ପଢ଼ିଲା ଏବଂ ବୁଝିଲା। ଭାବୁଛି ପିଲାମାନେ ଯଦି ଗୁପ୍ତ ଯୁଗର ସ୍ଥାପତ୍ୟକୁ ନେଇକି ତୁମର ପରୀକ୍ଷାରେ ପ୍ରଶ୍ନ ଆସେ 3 ମାର୍କର ତାହେଲେ ତୁମେ ବହୁତ ସୁନ୍ଦର ଭାବରେ ଲେଖିପାରିବ। ଆଉ ଏମିତି ହିଁ ତୁମର ପରୀକ୍ଷାରେ ଉତ୍ତର ଲେଖିବ ପିଲାମାନେ। ଗୁପ୍ତ ଯୁଗର ଚିତ୍ରକଳା। ଗୁପ୍ତ ଯୁଗର ଚିତ୍ରକଳା ଆକର୍ଷଣୀୟ ଥିଲା। ଗୁପ୍ତ ଯୁଗର ମୁଖ୍ୟ ଚିତ୍ରକଳା ଗୁଡ଼ିକ ହେଉଛି ଅଜନ୍ତା, ଏଲୋରା ଏବଂ ବାଘ ଗୁମ୍ଫାର ଚିତ୍ରକଳା ଗୁଡ଼ିକ। ଏବଂ ଚିତ୍ର ପାଇଁ ବ୍ୟବହାର ହେଉଥିଲା ଗେରୁମାଟି, ଧାତୁରାଗ, କୁଙ୍କୁମ, କଜ୍ଜଳ। ଏହି ଗୁପ୍ତ ଯୁଗର ଚିତ୍ରକଳା ଗୁଡ଼ିକର ବିଷୟବସ୍ତୁ ଥିଲା ପିଲାମାନେ ମନୁଷ୍ୟର ଆଧ୍ୟାତ୍ମିକ ଭାବ, ଆନନ୍ଦ, ଦୁଃଖ, ଯନ୍ତ୍ରଣା, ଆବେଗ ଇତ୍ୟାଦି। ଏହି ଗୁପ୍ତ ଯୁଗର ଅନେକ କଳାକୃତି ବର୍ତ୍ତମାନ ନଷ୍ଟ ହୋଇଯାଇଛି ପିଲାମାନେ। ଅଜନ୍ତାର 1 ନମ୍ବର ଗୁମ୍ଫାରେ ପଦ୍ମପାଣି ଓ ଅବଲୋକିତେଶ୍ୱରଙ୍କର ଚିତ୍ର ତିଆରି କରାଯାଇଛି। 2 ନମ୍ବର ଗୁମ୍ଫାରେ ବୁଦ୍ଧଙ୍କ ଜନ୍ମ ସମ୍ବନ୍ଧୀୟ ଚିତ୍ରଗୁଡ଼ିକ ତିଆରି କରାଯାଇଛି। 16 ନମ୍ବର ଗୁମ୍ଫାରେ ମୁର୍ମୂଷ ରାଜକୁମାରୀର ଚିତ୍ର ତିଆରି କରାଯାଇଛି। ସେମିତି ପିଲାମାନେ 17 ନମ୍ବର ଗୁମ୍ଫାରେ ମାତା ଓ ପୁତ୍ରଙ୍କର ଚିତ୍ର ତିଆରି କରାଯାଇଛି। 19 ନମ୍ବର ଗୁମ୍ଫାରେ ବୁଦ୍ଧଙ୍କ କପିଳାବସ୍ତୁ ପ୍ରତ୍ୟାବର୍ତ୍ତନର ଚିତ୍ର ତିଆରି କରାଯାଇଛି। ଏବଂ 4 ନମ୍ବର ବାଘ ଗୁମ୍ଫାରେ ପଦ୍ମପାଣିଙ୍କ ସହିତ ରାଜା ମହାଜନଙ୍କ ସଂସାର ତ୍ୟାଗର ଚିତ୍ର ତିଆରି କରାଯାଇଛି। ଏହି ସମସ୍ତ ଗୁପ୍ତ ଯୁଗର ଚିତ୍ରକଳା ଲାଳିତ୍ୟ, ସୌନ୍ଦର୍ଯ୍ୟ ଓ ନୈସର୍ଗିକ ସମ୍ମିଶ୍ରଣ ଥିଲା ପିଲାମାନେ। ଗୁପ୍ତ ଯୁଗରେ ଅନ୍ୟାନ୍ୟ କଳାର ବି ଉନ୍ନତି ହୋଇଥିଲା, ଯେମିତିକି ମୃଣ୍ମୟ କଳା, ତା ସହିତ ଲଳିତ କଳା ଓ ସଙ୍ଗୀତ କଳାର ବି ଉନ୍ନତି ହୋଇଥିଲା। ମୃଣ୍ମୟ କଳା କହିଲେ ପିଲାମାନେ ମୃଣ୍ମୟ କଳାରେ ମାଟିକୁ ବ୍ୟବହାର କରିକି ବିଭିନ୍ନ ଜିନିଷ ତିଆରି କରାଯାଇଥାଏ। ଏବଂ ଲଳିତ କଳା କହିଲେ ପିଲାମାନେ ନିଜର ଦକ୍ଷତାକୁ ବ୍ୟବହାର କରିକି ବିଭିନ୍ନ ଜିନିଷକୁ ବ୍ୟବହାର କରି ବିଭିନ୍ନ ପ୍ରକାର କଳା ତିଆରି କରିବାକୁ ଲଳିତ କଳା କୁହାଯାଇଥାଏ। ଏହି ଗୁପ୍ତ ଯୁଗର ମୃଣ୍ମୟ କଳା ଦେଖିବାକୁ ମିଳିଥିଲା ଭିତରଗାଁଓଠାରେ, ପାହାଡ଼ପୁରଠାରେ ଏବଂ ଅହିଛତ୍ରଠାରେ। ଗୁପ୍ତ ଯୁଗର ମୃଣ୍ମୟ କଳାର ମୂର୍ତ୍ତି ଗୁଡ଼ିକ ମିଳିଥିଲା ଯେମିତିକି ବିଷ୍ଣୁ ମୂର୍ତ୍ତି, ସୂର୍ଯ୍ୟଙ୍କ ମୂର୍ତ୍ତି, ଦୁର୍ଗା, ଗଙ୍ଗା, ଯମୁନା ଇତ୍ୟାଦି ଦେବଦେବୀଙ୍କର ମୃଣ୍ମୟ ମୂର୍ତ୍ତି ଗୁଡ଼ିକ ଦେଖିବାକୁ ମିଳିଥିଲା। ଆହୁରି ବି ପିଲାମାନେ ପଶୁ, ପକ୍ଷୀ, ଯମ, ନାଗ, ମାନବ ଇତ୍ୟାଦିଙ୍କ ମୂର୍ତ୍ତି ମିଳିଥିଲା ଗୁପ୍ତ ଯୁଗର। ଗୁପ୍ତ ଯୁଗରେ ଲଳିତ କଳାର ବି ଉନ୍ନତି ହୋଇଥିଲା ଏବଂ ଏହି ଲଳିତ କଳାରେ ବ୍ୟକ୍ତି ତା'ର ଦକ୍ଷତାକୁ ବ୍ୟବହାର କରିକି ବିଭିନ୍ନ ପ୍ରକାର ଜିନିଷ ତିଆରି କରିଥାଏ। ଗୁପ୍ତ ଯୁଗରେ ଆହୁରି ସଙ୍ଗୀତ କଳାର ବି ଉନ୍ନତି ହୋଇଥିଲା ଏବଂ ଗୁପ୍ତ ଯୁଗରେ ସଙ୍ଗୀତ କଳାର ଉନ୍ନତି ହୋଇଥାଏ ବୋଲି ଆମେ ସମୁଦ୍ରଗୁପ୍ତଙ୍କ ବୀଣାବାଦନର ଦୃଶ୍ୟ ଦେଖି ଜାଣିଥାଉ। ତା ସହିତ ପିଲାମାନେ ଭାସ୍କର୍ଯ୍ୟ ଓ ଚିତ୍ରକଳାରୁ ନୃତ୍ୟ ଓ ସଙ୍ଗୀତର ସୂଚନା ମଧ୍ୟ ମିଳିଥାଏ। ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ ଗୁପ୍ତ ଯୁଗର ଚିତ୍ରକଳା ବିଷୟରେ ବର୍ଣ୍ଣନା କର ବୋଲି 3 ମାର୍କର ପ୍ରଶ୍ନ ଆସିଥାଏ। ଆହୁରି ଯଦି ତୁମର ଗୁପ୍ତ ଯୁଗର ଚିତ୍ରକଳାକୁ ନେଇକି ତୁମର ପରୀକ୍ଷାରେ ପ୍ରଶ୍ନ ଆସିଲା ତାହେଲେ ପିଲାମାନେ ପ୍ରଥମେ ଚିତ୍ରକଳା ବିଷୟରେ ଲେଖିବ, ତା ସହିତ ଅନ୍ୟାନ୍ୟ ଚିତ୍ରକଳା ବିଷୟରେ ବି ଲେଖିବ ଏବଂ ଅନ୍ୟାନ୍ୟ ଚିତ୍ରକଳାରେ ତୁମେ ଗୁପ୍ତ ଯୁଗର ମୃଣ୍ମୟ ଚିତ୍ରକଳା ବିଷୟରେ ଲେଖିବ,
ଲଳିତ କଳା ବିଷୟରେ ଲେଖିବ, ତା ସହିତ ସଙ୍ଗୀତ କଳା ବିଷୟରେ ଲେଖିବ, ଯଦ୍ୱାରା ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ ଏବଂ ଏହି ଶ୍ରୀ ଗଣେଶ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ ପିଲାମାନେ।